हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो यशोवन्तानन्दं बलराम नमो नमः बलराम नमो नमः। बोली महापुरुष अच्युतानंद जी की जय। सुधी जानी ज्ञानी गुणी मंडली आज मालिका वचन को आपण मान को स्वागत जनाऊँ। आज मालिका वचन रे आम आलोचना करिया जाऊँगी महापुरुष अच्युतानंद को शिष्य रामचंद्र पचारि कलिजुगर भविष्यतर कथा कहले हे गुरुदेव कलिजुगरे आपण कहउचंती जे ये ओडिशा को झिटिका पोक माने दिने माड़ी आसीबे झिटिका माने माड़ी आसीबे आउ आपण कहिचंती जेतिकी झिटिका आसीबे सेतिकी आसीबे सैन्य सेतिकी सैन्य माने माड़ी आसीबे तेणु हे गुरुदेव केतेबेले से झिटिका पोक आसीबे आ आसीबार संकेत गुड़िक कौन कौन कहतु गुरुदेव ई विषय हे ज्ञानीगुणी मंडली सुधीजने आज मालिका वचन रे आम आलोचना करिया जाऊँगी। मालिकार नाम परम गुप्त मालिका चौथीसा अच्युतानंद महापुरुष लिखिं कौन कहले कहले झर मान जे सुखिला पड़िबो झाड़ जंगल निशुन होइबो झिटिका पोक मारिबे अपार झड़ तोफान हो विस्तार से झिया को हरिब बाप जे झगड़े पशिबे बाप पुआ दोई स्त्री को धरिब अप जे झगड़े पशिबे बाप पुआ दोई स्त्री को धरिब अपजे। सधी जानी ज्ञानीगुणी मंडली देखंतु कि दूरदृष्टि महापुरुषंकर दिव्य दृष्टि अर्जुन को मिलता भगवान कर विश्वरूप से दर्शन करथिला दिव्य दृष्टि प्रभु देइथिले संजय को कि ना स्वयं महामुनि व्यासदेव महाभारत युद्ध से देखी पारुथला गोटे जगार बसी आ गोटे जगार युद्ध कुरुक्षेत्र होउतला ताको देखी पारुथला नहीं त्या सेही बळी दिव्य दृष्टि संपन्न पंच सखा माने केती दिव्य दृष्टि तांकर देखन कहले रे रामचंद्र तुमे देखिबो दिने झर मान जे सुखिला पड़िबो झर मान आज की जदि आमे 600 वर्ष तळकु जीवा से समय कथा नदी नाल अरे पानी फुल होकर रोला नहीं नदी नाल फुल होकर रोला लोक मैंने बाथरूम से गाधौले आज जमी आम बाथरूम गाधौचे से घर भितर बाथरूम से तो सी समय से भली नाला ना नदी नाल पुष्करणी लोक मैंने गाँव लोक मैंने समस्त गाधौले आउ नदी नाल खरा दिन में पानी रोला नदी नाल नहीं वर्षा दिन कथा छाड़ खरा दिन नदी नाल पुष्करणी में पानी रोला लोक मैंने गाधौले कि अच्युत कहले राम देखिब
ସମୟ ଆସିବ, ଦିନେ ସେ ବେଳ ଆସିବ ନା, କେଉଁ ବେଳ ଆସିବ ନା ନଦୀ ନାଳ ଶୁଖିଲା ପଡ଼ିଯିବ। ନଦୀ ନାଳରେ ପାଣି ରହିବ ନାହିଁ, ନଦୀ ନାଳ ଶୁଖିଲା ପଡ଼ିଯିବ। ଆଉ କ'ଣ ହେବ ଗୁରୁଦେବ? ନା ଆଜି ଯେଉଁ ଘଞ୍ଚ ଜଙ୍ଗଲ ତୁମେ ଦେଖୁନ, 600 ବର୍ଷ ତଳର କଥା, ସେତେବେଳେ ଘଞ୍ଚ ଜଙ୍ଗଲମୟ ଥିଲା। ଯୁଆଡ଼େ ଆପଣ ଯିବେ ଜଙ୍ଗଲ ପରିବେଶ। ଦିନରେ ଲୋକେ ଘରୁ ବାହାରିବାକୁ ଗାଁ ଲୋକମାନେ ଡରୁଥିଲେ। ବନ୍ୟ ଜନ୍ତୁମାନେ, ହିଂସ୍ର ଜନ୍ତୁମାନେ, ବନ୍ୟ ପ୍ରାଣୀମାନଙ୍କ କାହା ହାବୁଡ଼ରେ ପଡ଼ିଯିବେ। ବାଘମାନେ, ଭାଲୁମାନେ, ବନ୍ୟ ଜନ୍ତୁମାନେ ଦିନରେ ବିଚରଣ କରୁଥିଲେ। ଗାଁ ସହର ବଜାରରେ ବିଚରଣ କରୁଥିଲେ ହିଂସ୍ର ଜନ୍ତୁମାନେ, ଗାଁ ଜଙ୍ଗଲ ଜନ୍ତୁମାନେ। କାରଣ ଘୋର ବୃକ୍ଷଲତାରେ ଭରପୁର ହେଇଥିଲା ଚାରିଆଡ଼େ। ଆପଣ ଯୁଆଡ଼େ ଦେଖିବେ ବୃକ୍ଷଲତା ଭରା ସଂସାର ଥିଲା, ଜଙ୍ଗଲ ମାନ ପ୍ରବଳ ଥିଲା। କିନ୍ତୁ ଅଚ୍ୟୁତାନନ୍ଦ ସେ ସମୟରୁ 600 ବର୍ଷ ତଳେ କହିଦେଇଛନ୍ତି, ଝାଡ଼ ଜଙ୍ଗଲ ଦିନେ ନିଶୁନ ହେଇଯିବ। ଝାଡ଼ ଜଙ୍ଗଲ ରହିବ ନାହିଁ। ଆପଣ ଦେଖନ୍ତୁ ହେଇଛି। ଏଇ ଭୁବନେଶ୍ୱର କଥା ଚିନ୍ତା କରୁନାହାନ୍ତି। ଏକାମ୍ର କାନନ, ଆଗରୁ ଏକାମ୍ର କାନନ ନାଁ ଥିଲା ନାଇଁ। ଆଉ ସେ ଏକାମ୍ର କାନନରେ ଯେଉଁମାନେ ବସବାସ କରୁଥିଲେ, ଅନେକ ଗାଁ ଗଣ୍ଡା ରହିଛି। ବରଗଡ଼ ବ୍ରିଡ଼ ଏ ଗାଁ ଥିଲା ନାଇଁ, ନୟାପଲ୍ଲୀ ଏସବୁ ଗାଁ ଥିଲା ନାଇଁ, ସେଇଭଳି ବାଲିଅନ୍ତା ଏସବୁ ଗାଁ ଥିଲା। ଗାଁରେ ସବୁ ଜଙ୍ଗଲ ସବୁ ଥିଲା। ଲୋକମାନେ ଦିନରେ ମଧ୍ୟ ବାହାରିବାକୁ ଡରୁଥିଲେ ଏଇ ଭୁବନେଶ୍ୱରରେ। ବର୍ତ୍ତମାନ ସ୍ମାର୍ଟ ସିଟି ପାଲଟିନି, ସ୍ମାର୍ଟ ସିଟି। ଅଚ୍ୟୁତାନନ୍ଦ ମହାପୁରୁଷ ସେଇ କଥା ମହାପୁରୁଷ ଲେଖିଥିଲେ। କହିଲେ ବାବୁରେ ଦିନେ ଦେଖିବ ଇୟା ହିଁ ହେବ। ସେଇ କଥା, ଗୁପ୍ତ କଥା ମାନ ସେହି ବେଳରେ ଫିଟିବ, ସେହି ବେଳରେ ଫିଟିବ। ଏକାମ୍ର କାନନ ଶୋଭା କିଏ ବା କହିବ ବାବୁ, କିଏ ବା କହିବ। ହେ ରାମଚନ୍ଦ୍ର, ଏ ଯେଉଁ ଗୁପ୍ତ କଥା ମୁଁ ତତେ କହୁନି, ଗୁପତ ଗୁପତ ଏ ମହାଗୁପତ ଶୁଣ ତୋରେ ରାମଚନ୍ଦ୍ର ମାଳିକା ଗୁପ୍ତ। ଭବିଷ୍ୟତର କଥା କହୁଛି, ଗୁପ୍ତ କଥା ନା ସମସ୍ତଙ୍କ ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ଲୋକମାନେ ନା କାହିଁକି ଗୁରୁଦେବେ ଆମେ ପ୍ରକାଶ କରିବି, ଆପଣ ସମସ୍ତଙ୍କ ଆଗରେ ପ୍ରକାଶ କରିବା କଥା ନୁହେଁ ଏ ଗୁପ୍ତ କଥା। ନା ସବୁ ନିନ୍ଦା ହେବ, ଲୋକେ ଟାହିଟାପରା କରିବେ, ଲୋକେ ତାଚ୍ଛଲ୍ୟ କରି କହିବେ, ଲୋକ ଅବିଶ୍ୱାସ କରିବେ, ଲୋକେ ଏଇଭଳିଆକୁ ସମାଲୋଚନା କରିବେ ମୋ କଥା ଗୁଡ଼ିକୁ। ନା କି କଥା? ତେଣୁ ବାନାକୁ ନିନ୍ଦା ହେବ, ପ୍ରଭୁଙ୍କ ବାନାକୁ ନିନ୍ଦା ହେବ ନା। ତେଣୁ ସେଇଥିପାଇଁ ଏ ଗୁପ୍ତ କଥା ଏଗୁଡ଼ିକ ପ୍ରକାଶ କରିବା ଉଚିତ ନୁହେଁ। କିନ୍ତୁ ଦେଖିବ ରାମରେ ଦିନେ ସମୟ ଆସିବ, ଆଉ ସେ ସମୟରେ ଏ ଗୁପ୍ତ କଥା ମାନ ସେହି ବେଳରେ ଫିଟିବ। ସମୟ ଆସିଲେ ସେ ଫିଟିବ। ପିଲାଟି ମା ଗର୍ଭରେ 10 ମାସ 10 ଦିନ ରହିବ। କିନ୍ତୁ ଯଦି ସମୟ ପୂର୍ବରୁ ବାହାର କରାଗଲା, ଆଜିକାଲି ଅପରେସନ ମାଧ୍ୟମରେ ସର୍ଜରୀ ମାଧ୍ୟମରେ ବାହାର କରିଦେଉନାହାନ୍ତି ସିଜେରିଆନ୍ କରିକିରି, ସେତେବେଳେ ପିଲା ପ୍ରତି ବିପଦ, ମା ପ୍ରତି ମଧ୍ୟ ବିପଦ ଥାଏ ନାଇଁ। ତେଣୁ ହିଁ ଜ୍ଞାନୀ ଗୁଣୀ ମଣ୍ଡଳୀ ମହାପୁରୁଷ କହିଲେ ବାବୁରେ ସମୟ ପୂର୍ବରୁ କିଛି ହୁଏନି, ସମୟ ଆସିଲେ ଏ ଗୁପ୍ତ କଥା ଗୁଡ଼ିକ ଯେଉଁଗୁଡ଼ିକ ମୁଁ ତୁମ ଆଗରେ ଆଜି ଖୋଲି କହୁନି, ସିଏ ସେତେବେଳେ ଖୋଲିବ ସବୁ ଏ ଗୁପ୍ତ କଥା। ଗୁପ୍ତ କଥା ମାନ ସେହି ବେଳରେ ଫିଟିବ। ଆଉ ସେତେବେଳେ କେତେବେଳେ ଗୁରୁଦେବ ଫିଟିବ? ଏକାମ୍ର ବନର ଶୋଭା କିଏ ବା କହିବ। ଏଇ ଏକାମ୍ର ଯେଉଁ ବଣ ଅଛି, ଏକାମ୍ର ବନ ପରା, ଏଇ ଏକାମ୍ର ଯେଉଁ ବନ ଅଛି, ବନ ଜଙ୍ଗଲ ଚନ୍ଦକା, ଆପଣ ଏଇକିନା ଯାଇପାରୁଛନ୍ତି ଦିନରେ, ସେତେବେଳେ ଦିନରେ କ'ଣ ଯାଇପାରିବେ ନା? ରାତି କଥା ଅଲଗା। ଘଞ୍ଚ ଜଙ୍ଗଲମୟ ଥିଲା, ଲୋକେ ଡରୁଥିଲେ, ବାଘ ବାଲୁ ବାହାରୁଥିଲେ ଦିନରେ। ତେଣୁ ମହାପୁରୁଷ କହିଲେ ଏକାମ୍ର ବନ ଯେଉଁଟା ଅଛି ତା ଶୋଭାବର୍ଦ୍ଧନ ହେଇଯିବ। ସେତେବେଳେ ଦେଖିବ ଝାଡ଼ ଜଙ୍ଗଲ ସବୁ ନିଶୁନ ହେବ। ଧୀରେ ଧୀରେ ଜଙ୍ଗଲ କାଟିକି ଲୋକେ ସହର କରିବେ। ଜଙ୍ଗଲ ଗୁଡ଼ିକୁ ଗଛଲତା ସବୁ କାଟି, ଜଙ୍ଗଲ ନାଶ କରି, ନିଶୁନ କରି, ଗଛଲତା ଗୁଡ଼ିକୁ କାଟି ଲୋକେ ଘର ଦ୍ୱାର କରିବେ। ଦେଖିବ ଚାଷ ଜମି କରିବେ। ସମୟ ଆସିବ, ଦେଖିବ ଆଜି କ'ଣ ସତ ହେଇନି? ଦେଖନ୍ତୁ ମାଳିକା ବଚନ ନ ହୋଇବା ନା, କେତେ ସତ ଏ ମାଳିକା, ସତ ହେଇନି ଏ ଘଟଣା। ଜଙ୍ଗଲ ଗୁଡ଼ିକ ଆଉ ଅଛି ନା? ଆଉ ଜଙ୍ଗଲ ନାଶ ଫଳରେ ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ବାଘ ଗାଁ ଅଭିମୁଖୀ ହେଲେଣି। ଜ୍ଞାନୀ ଗୁଣୀ ମଣ୍ଡଳୀ କେବେ ଶୁଣିଥିଲେ ନା? କାହିଁକି ନା ଜଙ୍ଗଲ ଗୁଡ଼ିକ ନାଶ ହେଉଛି, ଜଙ୍ଗଲ ଗୁଡ଼ିକ କ୍ଷୟ ହେଉଛି, ଗଛଲତା ଗୁଡ଼ିକୁ ଆମେ କାଟୁଛି ନାଇଁ। ତେଣୁ ଜଙ୍ଗଲ ନିଆଁ ଲାଗୁଛି ବେଳେବେଳେ। ଆପଣ ଆମେ ଆଲୋଚନା କରିଦେଲେ ହିଙ୍ଗୁଳା ଫେରିବ ସପ୍ତବାର ମହି। କିଛି ଦିନ ତଳେ ଆମେ ଏଇ ବିଷୟ ଆଲୋଚନା କରୁଥିଲେ। 600 ବର୍ଷ ତଳେ ଅଚ୍ୟୁତାନନ୍ଦ ମହାପୁରୁଷ ଭବିଷ୍ୟତବାଣୀ କରିଛନ୍ତି ହିଙ୍ଗୁଳା ଫେରିବ ସପ୍ତବାର ମହି। ହିଙ୍ଗୁଳା ଦିନେ 7 ବାର ମହି ଫେରିବ।
ବୁଝିଲେ ପୃଥିବୀ ଭ୍ରମଣ କରିବେ। ହିଙ୍ଗୁଳା କହିଲେ ଅଗ୍ନି ଅଗ୍ନି 7 ବାର ପୃଥିବୀ ବୁଲିବ। ଦେଖୁନାହାନ୍ତି ଭୁବନେଶ୍ୱରରେ ହେଇ ନିଆଁ ଲାଗିଗଲା, ରେଷ୍ଟୁରାଣ୍ଟରେ ନିଆଁ ଲାଗିଗଲା, କେଉଁଠି ହେଇ ସାଡ଼େ ବାହାରେ ବଡ଼ ବଡ଼ ହୋଟେଲ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଉଛି, ଅଚାନକ ନିଆଁ ଲାଗୁଛି। ଏବେ ତ କେତେ ଚାରିଆଡ଼େ ନିଆଁ ଲାଗୁଛି ନୁହେଁ। ମହାପୁରୁଷ ଲେଖିଛନ୍ତି ଇୟା ହିଁ ହେବ। ବଡ଼ ବଡ଼ ସହର ଜଳିବ ପରା। କଲିକତା ଯେ ସହର ପୋଡ଼ି ଜାଳି ହେବ, କିନାର ଖାର ଯାଇ ଫୁଲଲୋ ପଡ଼ି ଶେଷ ଯେ ପ୍ରହର, ଯାଇ ଫୁଲଲୋ ପଡ଼ି ଶେଷ ଯେ ପ୍ରହର, ଯାଇ ଫୁଲଲୋ କଳି ଶେଷ ଯେ ପ୍ରହର, ଯାଇ ଫୁଲଲୋ। बोलिए महापुरुष अच्युतानंद जी की ଜୟ। सथी जानी ज्ञानी गुणी मंडली। महापुरुष कहले कहले बाबू रे देखिब या ही हेब कलिकता जे सहर पोड़ी जाली हेब कि नारकार। कलिकता सहर ओडिशार आयतन क्षेत्र जदि देखिबे, आयतन क्षेत्र रे जदि आमे देखिबा, आयतन क्षेत्र रे जे ओडिशा ठारू आयतन रे 4 गुण होची बड़ कलिकता बेंगल। 4 गुण ओडिशार ठारू से बड़ आकार रे आयतन रे। तेणु से कलिकता सहर महापुरुष कहते दिने पोड़ी जाली हेब कि नारखार। पोड़ी जाली हेब अर्थ हिंगोला फेरब 7 ବାର मही। जंगल गुड़िकर आप देखिए सब हुतु 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 दे जलुची, किए लगेला निआ केमी जलिला। महापुरुष कहले या ही हेब, जंगल सब नाश हो से तो वर्ष ऋतुचक्र आज परिवर्तन। ऋतुचक्र आज कहीं परिवर्तन होची। आप देखु कार्तिक मासरे शीत ना, मार्गशीर मासरे शीत ठीक पड़ूनी। कार्तिक मार्गशीर पौष मास चलीगला शीत ठीक पड़ानी। पौष पर ये मार्गशीर मास, मार्गशीर मासरे शीत को बोली फैन देखिए आप शोना राति घरे। तेणु मार्गशीर मासरे ही शीत सेटा जी पड़ा कथा से पड़ूना। मार्गशीर मास आज की 50 वर्ष तले 600 वर्ष तले जमी शीत पड़ूला से बड़ी शीत कौन बर्तमान मार्गशीर मासरे अच्छे ना ना। आप कहे ना ना। तेणु मार्गशीर मासरे शीत ना। कार्तिक मास, कार्तिक मार्गशीर पौष माघ फाल्गुन बुझे फगुण मास आगु आसवे से शीत हेनी। महापुरुष यही कथा लिखिं। तेणु अर्थ जंगल मान नाश हो, ऋतुचक्र परिवर्तन हो। वर्षा दिने वर्षा ठीक होना, शीत दिने शीत ठीक होना। आउ 6टा ऋतु कुआडे चलीगला, गोटे ऋतु ठीक चलुची से हूँ ग्रीष्म ऋतु खरा। अच्युत कहले झाड़ जंगल निशुन होइब। झाड़ जंगल ना, जंगल आप गोटे गछ काटुन जो बाड़ी होता वर ता परिवर्ते 3-4टा गछ लगौना। बाड़ी बगीचार गछ लगाऊन, गचर जत्न नियंतु। गचर जत्न नवा, सकाळ संध्यारे पानी देवा, ताकू तार जत्न नवा बुझिले। वृक्ष को देवता रूपे आपण मानतु। धरणी खोजुची आज सबुज शाढ़ी, गछ लगाइबा धाड़ी की धाड़ी। अखिल विश्व गायत्री परिवार गुरु वेदमूर्ति तपनिष्ठ जुगद्रष्टा जुगाचार्य ब्रह्मर्षि पंडित श्रीराम शर्मा आचार्य मोर गुरुदेव ये नीतिवाणी कहले धरणी आज खोजुची सबुज शाढ़ी, गछ लगाइबा धाड़ी की धाड़ी। धरणी यदि गछ लागिब, पृथ्वी रे गछ लागिब, पृथ्वी सबुज हेब, सबुज हेब, सुंदर हेब। देखिए ऋतुचक्र ठीक समय ठीक ऋतु चलिबो। प्रकृति असंतुलित हेब नाही। ऋतुचक्र ठीक रे चलिबो, प्रकृति असंतुलित हेब नाही। संतुलन रे प्रकृति चलिबो। किंतु अच्युत जहाँ महापुरुष लिखिते आज देखु झाड़ जंगल निशुन होगा बसला। आउ कौन कहले ना झिटिका पोक मातिबे अपार। ये घटना देखिले जो झर सुखिला पड़ो, नदी नाल नील पड़ज, सुखिला पड़ो, पोखर पानी रहा पंख देखा से देख झिटिका पोक माने ओडिशा को माड़ी आसवे। झिटिका पोक माड़ी आसवे। आ झिटिका पोक माड़ी आसले कौन करेंगे? शस्य खाईजे सब। अच्युत लिखिं ये कथा मालिका कहले बाबू रे झिटिका पोक जो माड़ी आसवे से परिस्थिति कौन हम ना झिंकारी माने जे शस्य खाईजे बुद्धि बाट न खटिब, बुद्धि बाट न खटिब हे सुजने बुद्धि बाट न खटिब। संतान जन्मिब हीन बीर्य हेब, पशु संगे तुल्य ध्रुव। सोना सुजने गुणी बेल काल आसी लाड़ी हे सुण सुजने गुणी।
ମହାପୁରୁଷ ଶିବକଳ୍ପ ନବଖଣ୍ଡ ନିର୍ଘଣ୍ଟର ଚତୁର୍ଦ୍ଦଶ ନିର୍ଘଣ୍ଟରେ ଲେଖିଲେ ଏ ପଦଟି, କହିଲେ ଝିଙ୍କାରୀ ମାନେ ଯେ ଶସ୍ୟ ଖାଇଯିବେ ବୁଦ୍ଧି ବାଟ ନ ଖଟିବ। ସେତେବେଳେ ଝିଙ୍କାରୀ ମାନେ ଆସିବେ, ଝିଟିକା ମାନେ ଆସିବେ, ମହାପୁରୁଷ କହିଲେ ସବୁ ଶସ୍ୟ ଖାଇଯିବେ। ଚାଷୀମାନେ ଯାହା ଶସ୍ୟ ସବୁ ଅମଳ କରିବାକୁ ଅପେକ୍ଷା କରିଦେବେ, ନାହିଁ ଯାହା ହଉ ଧାନ ପାଚିଗଲାଣି, ମୁଗ ହେଇଗଲାଣି, ବିରି ହେଇଗଲାଣି, କୋଳଥ ହେଇଗଲାଣି, କି ଗହମ ହେଇଗଲାଣି, ଏସବୁ ଯେବେ ଯେବେ ସବୁ ଦେଖୁଥିବେ ମକା ହେଇଗଲାଣି, ଅପେକ୍ଷା କରିଦେବେ ଅମଳ କରିବା। ମହାପୁରୁଷ ଆସିବେ, ସେ ଝିଟିକା ପୋକ ଅମଳ କରିବା ପର ଥାଉ, ବୁଝିଲେ। ସେ ଧରୁ ଧରୁ କେଣ୍ଡାରେ ଧାନ ଧରିବା ପୂର୍ବରୁ ସେ ଝିଟିକା ପୋକ ସବୁଯାକ ଖାଇଯିବେ, ଭିତରୁ ସବୁଯାକ ରସ ଶୋଷି ଦେବେ। ଖାଲି କ'ଣ ଦେଖା ଥିବ ନା ଆପଣ ଚଷୁ ଖାଲି ଅଗାଡ଼ି ଖାଲି ଥିବ, ଆଉ ଭିତରେ କିଛି ନଥିବ, ଅଗାଡ଼ି ହିଁ ଥିବ। ଅମଳ ଚାଷୀ କିଛି କରିପାରିବ ନାହିଁ। କହିଲେ ଶସ୍ୟ ଖାଇଯିବେ ବୁଦ୍ଧି ବାଟ ଚାଷୀ କିଛି ଖଟିବ ନାହିଁ। ଆଉ ସେ ସମୟରେ ସନ୍ତାନ ଜନ୍ମିବ, ହୀନ ବୀର୍ଯ୍ୟ ହେବ, ପଶୁ ସଙ୍ଗେ ତୁଲ୍ୟ ଧ୍ରୁବ। ସେତେବେଳେ ଆପଣ ଜାଣିଥିବେ ପୁରୁଣା ଯୁଗକୁ ଯଦି ମୁଁ ଦେଖିଛି, ମୋ ପିଲାଦିନେ ଦେଖିଛି, ଆମ ଗାଁ ଲୋକ ଯଦି ଶୁଣୁଥିବେ ମାଳିକା ବଦନ ସେ କହୁଥିବେ ହଁ ଆମ ଗାଁରେ ସେମିତି ଲୋକ ଥିଲେ, ବୁଝିଲେ। ଲୋକ ଥିଲେ ଢିଙ୍କି ଜଣେ ଛାତି ଦେଖେଇକି ଛିଡ଼ା ଶୋଉଥିଲା, ସେ ତା ଛାତି ଉପରେ ଚଢ଼ି ଢିଙ୍କି ଧରିକି ବୁଲେଇବା ଆମେ ଦେଖିଛୁ, ବୁଝିଲେ। ଏଇ ଜ୍ଞାନୀ ଗୁଣୀ ମଣ୍ଡଳ ଢିଙ୍କି ବୁଲଉଥିଲେ ସେତେବେଳେ ଲୋକ। ଢିଙ୍କି ଟେକି ମହାରାଣା ପ୍ରତାପଙ୍କର ଖଣ୍ଡା ଅଛି, ଆମେ 20-25 ଜଣ ତାକୁ ଏକୁଟିଆ ଟେକି ପାରିବାନି, ମିଶିକି ଟେକି ପାରିବାନି, ସିଏ ଏକୁଟିଆ ଧରିକି ବୁଲଉଥିଲେ ମହାରାଣା ପ୍ରତାପ ଖଣ୍ଡା। ଏତି ସେଭଳି ସନ୍ତାନ ଥିଲେ, ବଳବୀର୍ଯ୍ୟ ତାଙ୍କର ଥିଲା, ସେଭଳି ଶକ୍ତିମାନ ଥିଲେ, ସେଭଳି ଖାଦ୍ୟ ଖାଉଥିଲେ ଥିଲା। ଏଇଗିଣା ଦେଖୁନାହାନ୍ତି, ଏଇଗିଣା ଦେଖନ୍ତୁ, ଏଇଗିଣା 50 ପୁରିନି, ନାହିଁ ଟେକିକି ଯାଇପାରିବନି। ଏତେ ବାଟ ଟେକି ସେତେବେଳେ ଲୋକ ଚାଲି ଚାଲି ଯାଉଥିଲେ ପୁରୀ, ଚାଲି ଚାଲି ପୁରୀ ଯାଉନଥିଲେ ଲୋକ ସେତେବେଳେ। ଆଉ ଯଦି କଟକ ଲୋକ ଚାଲି ଚାଲି ପୁରୀ ଯାଉଥିଲେ, ଯାଜପୁର ଲୋକ ଚାଲି ଚାଲି ପୁରୀ ଯାଉଥିଲେ, ଗଞ୍ଜାମ ଲୋକ ଚାଲି ଚାଲି ପୁରୀ ଯାଉଥିଲେ, ନୁହେଁ ଗାଡ଼ି ମଟର ଥିଲା ନା। ଏଇକିଣା ଦେଖିଲା ବେଳକୁ 500-600 ମିଟର ଚାଲିବ, ଇଏ 15 କିଲିଆ ଟେକିକି ଆମେ ଯାଇପାରିବୁନି, ଯାଇ ହେଉନି ଏତେ ବାଟ। ଇରିସ୍ କି କଥା। ଅସୁବିଧା କେଉଁଠି? ଅସୁବିଧା ଆମଠାରେ ମନୋବଳ ଭାଙ୍ଗିଛି, ବୀର୍ଯ୍ୟହୀନ ଆମେ ହେଇଛେ, ନୁହେଁ। ସଂଯମ ସେତେବେଳେ ଆଚରଣ କରୁଥିଲେ, ନୁହେଁ। ନା ନାରୀ ସଙ୍ଗମ ଋତୁମତେ କେବଳ ସନ୍ତାନ ନିମନ୍ତେ, କେବଳ ସନ୍ତାନ ନିମନ୍ତେ, କେବଳ ସନ୍ତାନ ନିମନ୍ତେ। କ'ଣ ୟାର ଅର୍ଥ? बोलिए महापुरुष अच्युतानंद जी की जय। सथी जानी ज्ञानी गुणी मंडली, नारी संगम ऋतुमती केवल संतान निमंते, किंतु ना सिंह वर्ष को थरुटिए सिंही सहित सी सहवास करे। पशुपक्षी माने आप देखुवे, कुकुर हूँ बा अन्य प्राणी माने हूँ, बर्तमान देखुवे आप जानते से माने उपयुक्त ऋतु न आसिले, ठीक उचित ऋतु न आसिले, ठीक समय न आसिले से माने सहवास सब करते ना, बुझे। किंतु आज ऋतुचक्र परिवर्तन होती, से परिवर्तन है स्वभाव ऋतुचक्र परिवर्तन जो महापुरुष कह। कि आज मनीष गोटे एकमात्र प्राणी, एकमात्र से संसार रे प्राणी से जे नीति नियम को मान ना। नारी संगम ऋतुमते केवल संतान निमते ये कथा को मान ना। अन्य प्राणी मैंने जहाँ मानि चलुंट बोली दीर्घायु, से माने दीर्घजीवी आउ से माने निरोग रही, किंतु मनीष मानु ना। रोग व्याधि ग्रास कला आउ कौन दीर्घायु नु अल्पायु, जहाँफल कि 15 किला टेकी नवा को कष्ट हो नहीं। कारण कौन? तेणु हे ज्ञानी गुणी मंडली, महापुरुष यही कथा कही सावधान कले, कहले जितेबाला झिझिकिका मैंने माड़ी आसवे केतबेले ना, सेतबेले संतान जन्मिबे हीनवीर्य हेबे। जो पिला माने हेबे, जो लोक माने संसार रे हेबे, से हीनवीर्य हेबे, दुर्बलिया हेबे। आओ पशु संगे तुल्य ध्रुव, पशु जो काम करुचे से काम लिप्त हो रही। महापुरुष कहते तेणु झिटिका पोक मातिबे अपार, झड़ तोफान होइब विस्तार। झड़ तोफान मान ए समय प्रबल हम। आप देखिए जो झिटिका माड़ी आसवे, ए केतबेले बात्या होता अक्टोबर कि नवेम्बर कि डिसेम्बर बात्या फात्या हुए नहीं, झड़ तोफान। कि महापुरुष लिखिले कहले वर्ष को हुए तो क्या बात्या बात्या हुए, कि एबे देखो सबु मासरे बात्या,
ସବୁ ମାସରେ ଅକ୍ଟୋବର କେବଳ ନୁହଁ, ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଏପ୍ରିଲ ମେ ଜୁନ୍ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ଏ ସବୁ ମାସରେ ବାତ୍ୟା ଆଗକୁ ହେବ, ଲାଗି ରହିବ। ଏଠୁ ବାତ୍ୟା ପବନ ସବୁବେଳେ ହେବ। ଆଉ ସେତେବେଳେ ଝିଅକୁ ହରିବ ବାପ ଯେ, ଆଉ କ'ଣ ଲକ୍ଷଣ ସେତେବେଳେ ଦେଖିବୁ ରେ ବାବା? ଝିଟିକା ପୋକ ମାଡ଼ି ଆସିବାର ସଂକେତ କ'ଣ ନା ସେତେବେଳେ ଝିଅକୁ ହରିବ ବାପ ଯେ। ଅଚ୍ୟୁତାନନ୍ଦ ମହାପୁରୁଷ ପରା ମାଳିକାରେ ଲେଖିଛନ୍ତି, କହିଲେ ବାବୁରେ ଏଇଆ ହିଁ ହେବ। ସୂତା ସଙ୍ଗେ ପ୍ରୀତି ପିଅର କରିବେ ବରାବର ଭଣ୍ଡୁ ଥିବେ, ସାବିତ୍ରୀ ବ୍ରତ ଯେ ଘରେ ଘରେ ହେବ ଜଣେ କେ ସତୀ ନଥିବେ। ସୂତା ସଙ୍ଗେ ପ୍ରୀତି ପିଅର କହିଲେ ବାପ, ସୂତା କହିଲେ ଝିଅ। ବାପ ସହିତ ସମ୍ପର୍କ ଝିଅର ତୁମେ କଳିଯୁଗ ଶେଷରେ ଦେଖିବ, ଜାଣିବ ସେତେବେଳେ ଝିଟିକା ପୋକ ଓଡ଼ିଶାକୁ ମାଡ଼ି ଆସିବାର ବେଳ ଆସିଗଲା। ଶସ୍ୟ ହାନି ହେବ, ଖାଦ୍ୟ ସଙ୍କଟ ପଡ଼ିବ, ଦେଶରେ ରାଜ୍ୟରେ ପଡ଼ିବ, ତାହା ହିଁ ହେଇଛି। ଆଉ କେତେ ଝିଟିକା ଆସିବେ? ମହାପୁରୁଷ କହିଲେ କହିଲେ ବାବୁରେ ଜାଣିଥାଅ ଇନ୍ଦ୍ର ଏହି ସୂଚକ, ଝିଙ୍କାରି ବୋଲି ଏକ ବର୍ଣ୍ଣ ପୋକ, ଝିଙ୍କାରି ବୋଲି ଏକ ବର୍ଣ୍ଣ ପୋକ, ଝିଙ୍କାରି ବୋଲି ଏକ ବର୍ଣ୍ଣ ପୋକ। ଆଉ ଉତ୍ତର ଦିଗରୁ ମାଡ଼ି ଆସିବେ, ଦମନ ବଳ ଯେ ତର୍କି ମରିବେ, ଦମନ ବଳ ଯେ ତର୍କି ମରିବେ। ଆସିବେ ଝିଟିକା ଖାଇବେ ଶସ୍ୟ, ନଥିବ ପ୍ରାଣୀଙ୍କ ଜୀବନେ ଆସ, ନଥିବ ପ୍ରାଣୀଙ୍କ ଜୀବନେ ଆସ, ନଥିବ ପ୍ରାଣୀଙ୍କ ଜୀବନେ ଆସ। ଝିଟିକା ମାନେ ଯେତିକି ଆସିବେ, ସୈନ୍ୟମାନେ ସେତିକି ଆସିବେ। ଜୀବନରେ ପ୍ରାଣୀଙ୍କର ଆଶା ରହିବ ନାହିଁ, ଖାଦ୍ୟ ଶସ୍ୟ ସବୁ ନଷ୍ଟ ହେବ। ସେଥିଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ, ତେଣୁ ସୂଚକ ଆମେ କହିଲୁ ଏଇ ଘଟଣା ଗୁଡ଼ିକ ଦେଖିଲେ ଆପଣ ଜାଣିବେ ସେ ବେଳ ନିକଟତର ହେଲାଣି ବୋଲି ଓଡ଼ିଶାକୁ ଝିଟିକା ପୋକମାନେ ମାଡ଼ି ଆସିବେ। ଚାଷୀ କୂଳ ହତାଶ ହେଇଯିବେ, ସେତେବେଳେ ଚାଷ ନଷ୍ଟ ହେଇଯିବ। ଜ୍ଞାନୀ ଗୁଣୀ ମଣ୍ଡଳୀ ଆତ ସମୟ ହେଇଛି, ଆସନ୍ତୁ ବାଣୀକି ବିରାମ ଦେବା ଶ୍ରୀ ପ୍ରଭୁଙ୍କର ନାମ ନେଇ। ଶ୍ରୀ ଅଚ୍ୟୁତ ଶରଣମ୍ ଶ୍ରୀ ଅନନ୍ତ ଶରଣମ୍, ଶ୍ରୀ ଅଚ୍ୟୁତ ଶରଣମ୍ ଶ୍ରୀ ଅନନ୍ତ ଶରଣମ୍, ଜଗନ୍ନାଥ ଶରଣମ୍ ବଳରାମ ଶରଣମ୍, ଜଗନ୍ନାଥ ଶରଣମ୍ ବଳରାମ ଶରଣମ୍, ଶରଣମ୍ ଶରଣମ୍ ଯଶୋବନ୍ତ ଶରଣମ୍, ଶରଣମ୍ ଶରଣମ୍ ଯଶୋବନ୍ତ ଶରଣମ୍, ଶରଣମ୍ ଶରଣମ୍ କଳ୍କି ରାମ ଶରଣମ୍, ଶରଣମ୍ ଶରଣମ୍ କଳ୍କି ରାମ ଶରଣମ୍, ଶରଣମ୍ 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 ଶରଣମ୍, ଶରଣମ୍ 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 ଶରଣମ୍, ଶ୍ରୀ ଅଚ୍ୟୁତ ଶରଣମ୍ ଶ୍ରୀ ଅନନ୍ତ ଶରଣମ୍, ଶ୍ରୀ ଅଚ୍ୟୁତ ଶରଣମ୍ ଶ୍ରୀ ଅନନ୍ତ ଶରଣମ୍, ଶରଣମ୍ 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 ଶରଣମ୍, ଶରଣମ୍ 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 ଶରଣମ୍, ଓ ଶରଣମ୍ 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 ଶରଣମ୍, ଓ ଶରଣମ୍ 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 ଶରଣମ୍। ସେଥିଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ, ଆଜି ପାଇଁ ଆସନ୍ତୁ ବାଣୀକି ଏଠାରେ ବିରାମ ଦେବା। ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ। ହରି ଓମ୍। ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ।